ସମସ୍ତଙ୍କୁ ମୋର ନମସ୍କାର। ଜୀବନର ଆଜି ଗୋଟେ ଛୋଟିଆ ମୋଡ଼ ନେଇ ଆସିଛି। ସମସ୍ତଙ୍କୁ ଯଦି ଏଇ ଭିଡ଼ିଓଟି ମୋର ଭଲ ଲାଗେ ତାହେଲେ ନିଶ୍ଚୟ ଗୋଟିଏ ଲାଇକ୍ ଦେବେ। ଯେପରି ଗୋଟିଏ ଘରକୁ ଛୋଟ କବାଟର ଆବଶ୍ୟକତା ପଡ଼ିଥାଏ, ଛୋଟ କବାଟକୁ ଯେପରି ଗୋଟିଏ ଛୋଟ ତାଲାର ଆବଶ୍ୟକ ପଡ଼ିଥାଏ, ଗୋଟିଏ ତାଲାର ଯେପରି ଛୋଟ ଚାବିର ଆବଶ୍ୟକ ପଡ଼ିଥାଏ, ଠିକ୍ ସେଇଭଳି ଆପଣଙ୍କର ସେହି ଛୋଟ ଛୋଟ ସୁବିଚାର ଆପଣଙ୍କୁ ବଡ଼ ବଡ଼ ଅସୁବିଧାରୁ ମୁକ୍ତି କରିଦେଇଥାଏ। ଠିକ୍ ସେହିଭଳି ଯେତେ ବଡ଼ ଘର ହେଲେ ମଧ୍ୟ କ'ଣ ହେଲା, ସେହି ଛୋଟ ତାଲା ଦ୍ୱାରା ବା ଛୋଟ ଚାବି ଦ୍ୱାରା ଖୋଲି ଯାଇଥାଏ। ଠିକ୍ ସେହିଭଳି ଆପଣଙ୍କର ଛୋଟ ଛୋଟ କାର୍ଯ୍ୟ ଯଦି ଠିକ୍ ଭାବରେ କରନ୍ତି, ନିଶ୍ଚୟ ଭାବରେ ଆପଣ ସଫଳ ନିଶ୍ଚୟ ହେଇପାରିବେ। ତାହେଲେ ଏଇ କଥାଟି ଯଦି ସମସ୍ତଙ୍କ ମନକୁ ଛୁଇଁପାରେ ବା ଭିଡ଼ିଓଟି ଭଲ ଲାଗେ, ନିଶ୍ଚୟ ଗୋଟିଏ ଲାଇକ୍ ଦେବେ। ଭଗବାନଙ୍କ ଉପରେ ମୁଁ ପ୍ରାର୍ଥନା କରୁଛି ଆପଣଙ୍କର ସବୁବେଳେ ସୁଖମୟ ଜୀବନଯାପନ କରୁ। ଯେଉଁ ମଣିଷ ଆପଣଙ୍କୁ କେବଳ ନାମ ମାତ୍ର ହିଁ ବ୍ୟବହାର କରିଥାଏ, ସେହିଭଳି ମଣିଷଙ୍କ ଠାରୁ ଆପଣ ନୀରବତାର ସହିତ ଦୂରେଇ ଯିବା ଉଚିତ। କାହିଁକି ନା ସେହିଭଳି ମଣିଷ ସ୍ୱାର୍ଥପର ମଣିଷଙ୍କ ଠାରୁ ଦୂରେଇ ଗଲେ ଆପଣଙ୍କୁ ବିପଦ ଆସିନଥାଏ। ନିରନ୍ତର କାର୍ଯ୍ୟ କରୁଥିବା ବ୍ୟକ୍ତି ଯେ ସଫଳତା ହୋଇପାରେ ତାହା ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ ନୁହେଁ, ବରଂ ନିଷ୍ଠାକୁ ଚାବି ମନେକରି ଅଗ୍ରସର ହେବା ଉଚିତ। ଏହିଭଳି ମଣିଷକୁ ସବୁବେଳେ ବିଜୟ ଲାଭ ହିଁ କରିଥାଏ।